ରାସ୍ତା କଡ଼ରେ ଜନଶୁଣାଣି ଆଉ ଜନଶୁଣାଣି କରୁଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ଦାୟିତ୍ୱ ନେବା ପରେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଯେ ଲୋକଙ୍କ ପାଖକୁ ଯିବେ ଲୋକଙ୍କ ଯେଉଁ ଅଭିଯୋଗ ଶୁଣିବେ ଏଠି ଉପସ୍ଥିତ ଅଛନ୍ତି ବିଧାୟକ ଅଛନ୍ତି ତାଙ୍କ ସହିତ ଉପଜିଲ୍ଲାପାଳ ତହସିଲଦାର ବିଡିଓ ଏବଂ ଯିଏ ରହିଛନ୍ତି ଏଠି ମଧ୍ୟ ଏକ୍ଜିକ୍ୟୁଟିଭ ଅଫିସର ଏ ସମସ୍ତେ ଏଠି ଅଛନ୍ତି ଏବଂ ଲୋକଙ୍କର ଗ୍ରିଭାନ୍ସ ଶୁଣୁଛନ୍ତି ତାର ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ତ ଦୀର୍ଘ ସମୟ ଧରି ବ୍ୟବସ୍ଥା ଚାଲିଛି ଏଠି ଖୋର୍ଦ୍ଧାର ଡେଭଲପମେଣ୍ଟ କେମିତି ହେବ ଲୋକଙ୍କର କାମ କେମିତି ହେବ ତା ଉପରେ ଗୁରୁତ୍ୱ ଦେଉଛନ୍ତି ଆପଣ କୋଉଠୁ ଆସିଥିଲେ ଏବଂ ଏଇ ଯେଉଁ ବ୍ୟବସ୍ଥାକୁ ଆପଣ କେମିତି ଦେଖୁଛନ୍ତି ଜଙ୍କିଆରୁ ଆସିଲି ଜୟ ଜଗନ୍ନାଥ ଏ ହେଉଛି ଗୋଟେ ଐତିହାସିକ ପଦକ୍ଷେପ ଯାହାକି ଆଜି ପବିତ୍ର ଜଗନ୍ନାଥଙ୍କର ରଥଯାତ୍ରାରେ ନବନିର୍ବାଚିତ ବିଧାୟକ ସଞ୍ଜୟ ଦେବ ଆଜି ଗୋଟେ ନୂତନ ପଦକ୍ଷେପ ନେଇଛନ୍ତି ଯାହାକି ଗ୍ରାଉଣ୍ଡ ଲେଭେଲରୁ ସମସ୍ତେ ତାଙ୍କର ଯେଉଁ ଚିନ୍ତାଧାରା ଏବଂ ସବୁକିଛି ଜାଣିପାରିବେ ଏବଂ ଗରିବ ଏବଂ ସମସ୍ତଙ୍କର ଏଇଟା ଉପକାରରେ ଆସିବ କେମିତି ଖୋର୍ଦ୍ଧାର ବିକାଶ ହେବ ତାଙ୍କର ହେଉଛି ଏକ ଲକ୍ଷ୍ୟ ଏବଂ ସେଥିପାଇଁ ଆଜି ଏ ଯେଉଁ ଜନଶୁଣାଣି ନେଇଛନ୍ତି ଆଜି ରବିବାର ହେଲେ ମଧ୍ୟ ସବୁ ଅଫିସରମାନଙ୍କୁ ଡାକିକି ସେମାନେ ଏ କାର୍ଯ୍ୟକ୍ରମଟି କରୁଛନ୍ତି ଅତି ସ୍ୱାଗତ ଯୋଗ୍ୟ ଉଚ୍ଚ କୋଟିର। ତ ଏଠି ମଧ୍ୟ ବିଧାୟକ ଅଛନ୍ତି ବିଧାୟକଙ୍କର ଟିକେ ପ୍ରତିକ୍ରିୟା ନେବାକୁ ଚାହିଁବା କ'ଣ କହିବେ ଆପଣ କ'ଣ କହିବେ ଏଇ ଯେଉଁ ଆଜିର ଯେଉଁ ଏଇ ଯେଉଁ ଜନଶୁଣାଣି ଆପଣ କରୁଥିଲେ ଏ ଜନଶୁଣାଣିରେ ଆପଣ କ'ଣ କହିବେ ସାର୍ ଆସନ୍ତୁ ସବୁ ଆରେ ମୁଁ କହିବି ଯେ ଆପଣ ଠିଆ ହେବେ ନା ଆପଣ ଅଛନ୍ତି ଅଫିସର ମାନେ ରଥରେ ଏତେ ବଡ଼ କାର୍ଯ୍ୟ ଆମେ କଲେ କ'ଣ କହିବେ ଏଇ ଯେଉଁ ଜନଶୁଣାଣି ଏଟାକୁ କେଉଁ ଲକ୍ଷ୍ୟ ନେଇକି କରିଛନ୍ତି ଆଉ ଏହା କେତେ ଦୂର ଆପଣମାନେ ଜାଣିଛନ୍ତି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯିଏ ସାଧାରଣ ଚା ଦୋକାନ ଭିତରୁ ନିଜ ଜୀବନକୁ ତିଆରି କରିକିରି ଭାରତର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇପାରିଲେ ଏବଂ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ନିଷ୍ପତ୍ତି ନେଇଛନ୍ତି ଲୋକମାନଙ୍କ ପାଖକୁ ଯାଇକି ଲୋକମାନଙ୍କ ପାଖରେ ପହଞ୍ଚିକି ଲୋକମାନଙ୍କ ସମସ୍ୟା ଶୁଣିବା ପାଇଁ ପ୍ରଥମ କିରି ମୁଁ ଖୋର୍ଦ୍ଧାରେ ବିଧାୟକ ହେଲା ପରେ ଆଜି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଘୋଷଯାତ୍ରା ରଥଯାତ୍ରା ଅବସରରେ ଆଜି ଆମେ ସାଧାରଣ ଜନସାଧାରଣଙ୍କର ଗ୍ରିଭାନ୍ସ ଏବଂ ପବ୍ଲିକ୍ ପ୍ଲେସ୍ରେ ଆମେ ଇଏ ଗୋଟେ ପଦକ୍ଷେପ ନେଇଛୁ ସେଥିରେ ଆମର ସବ୍ କଲେକ୍ଟର ମହୋଦୟ ଉପସ୍ଥିତ ଥିଲେ ଏବଂ ଆମର ତହସିଲଦାର ମହୋଦୟ ଉପସ୍ଥିତ ଥିଲେ ଏବଂ ଆମ ଏନ୍ଏସିର ଏକ୍ଜିକ୍ୟୁଟିଭ୍ ଅଫିସର ଖୋର୍ଦ୍ଧା ମ୍ୟୁନିସିପାଲିଟିର ଏକ୍ଜିକ୍ୟୁଟିଭ୍ ଅଫିସର ଏବଂ ଖୋର୍ଦ୍ଧା ବ୍ଲକର ବିଡିଓ ଏବଂ ଆଉ ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ଆମେ ଲୋକମାନଙ୍କର ବ୍ୟକ୍ତିଗତ ଗ୍ରିଭାନ୍ସ ଏଠି ନେଲୁ ତା ସହିତ ଭିତ୍ତିଭୂମିର ବିକାଶ ପାଇଁ ରାସ୍ତାର ଦୁଇଟି ରାସ୍ତା ହାବେଳିର ଗୋଟେ ଡମସାହିରୁ ହାବେଳିକୁ ରାସ୍ତା ଏବଂ ହାବେଳି ପଡ଼ିଆର ପୂର୍ବପଟର ରାସ୍ତା ନିର୍ମାଣ ଏବଂ ଯେଉଁଠି ଗୋଟେ ସବଷ୍ଟେସନର ଉଠିବାର ବ୍ୟବସ୍ଥା ଅଛି ତାକୁ ମଧ୍ୟ ଇଲେକ୍ଟ୍ରିକାଲ ଏକ୍ଜିକ୍ୟୁଟିଭ୍ ସହିତ କଥା ହେଇଛି କରାଯିବ ଏବଂ ତା ସହିତ ଆମର ଗୋଟେ ତହସିଲ ଅଫିସକୁ ଆମେ ନୂଆ ତହସିଲ ଅଫିସ ନିର୍ମାଣ କରିବା ପାଇଁ ଗୋଟେ ପ୍ରସ୍ତାବ ଏଠି ଆଲୋଚନା ହେଲା ସବୁଠୁ ବଡ଼ କଥା ହେଲା ବରୁଣେଇର ଉନ୍ନତି ପାଇଁ ଜାଗା ବିଷୟରେ ଏବଂ ତାର ଯେଉଁ ଗଡ଼ ଖୋର୍ଦ୍ଧା ଯେଉଁ ବରୁଣେଇ ଗଡ଼ ଖୋର୍ଦ୍ଧା ଗଡ଼ର ଉନ୍ନତି ପାଇଁ ଗୋଟେ ପ୍ରୋଜେକ୍ଟ ପ୍ରପୋଜାଲ ଆମର ଜନସାଧାରଣ ମାନେ ଦେଲେ ତାକୁ ମଧ୍ୟ ଆମେ ରଖିଲୁ ଏବଂ ଖୋର୍ଦ୍ଧାର ବିକାଶ ପାଇଁ କିଛି ଉନ୍ନତିମୂଳକ ପ୍ରସ୍ତାବ ମଧ୍ୟ ଆମ ପାଖକୁ ଆସିଛି ଆମେ ଦୁଇଟା ଦିଗରେ କାର୍ଯ୍ୟ କଲୁ ଗୋଟେ ଭିତ୍ତିଭୂମି ବିକାଶ ପାଇଁ କ'ଣ କ'ଣ ପ୍ରସ୍ତାବ ରହିଛି ତାକୁ କରାଗଲା ଏବଂ ବ୍ୟକ୍ତିଗତ ସମସ୍ୟା ଯାହା ଅଛି କାହାର ଆବାସ ଘର ମିଳିନି କାହାକୁ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ମଧ୍ୟ କିଛି ଗୁରୁଜନମାନେ ଆସିଥିଲେ ତାକୁ କରାଲା ଏବଂ ଆମେ ଯେଉଁଠି ଠିଆ ହେଇଛୁ ସେଇଠି ଆଗେ ଗୋଟେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହେଲା ଏଠି ଗୋଟେ ଫେବର ଟାଇଲ୍ ପଡ଼ିବ ଏବଂ ଲୋକମାନଙ୍କର ବସିବା ପାଇଁ ଗୋଟେ ପିଣ୍ଡି ତିଆରି କରାଯିବ ଆଜି ଏଠି ଶୁଭାରମ୍ଭ କାର୍ଯ୍ୟ ହେଲା ଏବଂ କାମ ମଧ୍ୟ ଆଜିଠୁ ଷ୍ଟାର୍ଟ ହେଲା ଏଭଳି କାର୍ଯ୍ୟକ୍ରମ ଆଗକୁ କୋଉଠି କୋଉଠି କରାଯିବ ଏବଂ ବିଭିନ୍ନ ପ୍ଲେସ୍ରେ ଆଜି ଆମେ ବୁଲି ବୁଲିକି ଜନଶୁଣାଣି କରାଯିବ ଗୁରୁଜଙ୍ଗରେ ଗୋଟେ ଥରେ ହେବ ମକୁନ୍ଦପୁର କ୍ଲଷ୍ଟର ନେଇକି ଏଇଟା ଗୋଟେ ମିଡିଲରେ ହେଲା ତାପରେ ଗୁରୁଜଙ୍ଗ ପଟେ ଗୋଟେ ଥର ଗୁରୁଜଙ୍ଗ କ୍ଲଷ୍ଟରରେ ହେବ ଗୋଟେ ମକୁନ୍ଦ ପ୍ରସାଦ କ୍ଲଷ୍ଟରରେ ହେବ ସେପଟେ ଗୋଟେ ଭାଲିଆବାଡ଼ି ପଟେ କ୍ଲଷ୍ଟର ହେବ ଏମିତି ଚାରିଟା କ୍ଲଷ୍ଟରକୁ ନେଇକି ଆମେ କରିବୁ ଏବଂ ମାସକୁ 4 ଥର ଏମିତି ପବ୍ଲିକ୍ ଗ୍ରିଭାନ୍ସ ଆମେ ପବ୍ଲିକ୍ ପ୍ଲେସ୍ରେ ନେବା ପାଇଁ ପ୍ରସ୍ତୁତ ଅଛୁ କାରଣ ଜନସାଧାରଣଙ୍କ ପାଖକୁ ଆମେ ଚାହୁଁଛୁ ଜନସାଧାରଣ ଓପନଲି ଆସିକିରି ଓପନ ଭାବରେ ଖୋଲା ଇଏରେ ତାଙ୍କ ଖୋଲା ମତାମତ ଦିଅନ୍ତୁ ଖୋର୍ଦ୍ଧାର ବିକାଶ ପାଇଁ ଏବଂ ବ୍ୟକ୍ତିଗତ ବିକାଶ ପାଇଁ।
आम प्रतिक्रिया नौले लोक मैंने प्रतिक्रिया रखुले आगु की जो जनशुणी साधारण लोकों शुणी साधारण जगह होगापी जो निष्पत्ति ये निष्पत्ति अनुसार आगु किभली कार्यकारी होगी लोक ए उपकृत होती अपेक्षा खोर्धारू कैमेरा पर्सन समरेन्द्र सामतराय बलराम लेंका।